ଅସହାୟ ଅର୍ଜୁନଙ୍କ ପାଇଁ ସାହାରା ସାଜିଲା ଦୁଃଖୀ ଶ୍ୟାମ ବୃଦ୍ଧାଶ୍ରମ। ହଁ ଦର୍ଶକ ବନ୍ଧୁ, ଟିକିଏ ଭଲ ଭାବରେ ଦେଖନ୍ତୁ ଏ ଦୃଶ୍ୟକୁ। ବୟସର ଅପରାହ୍ନରେ ବଞ୍ଚିବା ପାଇଁ ସଂଘର୍ଷ କରୁଛନ୍ତି ଅର୍ଜୁନ। କଟକ ଜିଲ୍ଲା ସାଲେପୁର ବ୍ଲକ ଅନ୍ତର୍ଗତ ମହଣ ପଞ୍ଚାୟତର ବଳଭଦ୍ରପୁର ଗାଁର ଅସହାୟ ଭାବରେ ରହୁଥିଲେ ଢେଙ୍କାନାଳର ଅର୍ଜୁନ ବେହେରା। ଅର୍ଜୁନ ବେହେରାଙ୍କ ସ୍ତ୍ରୀ ପିଲା ପରିବାର ବୋଲି କେହି ନାହାନ୍ତି। ଗତ କିଛି ଦିନ ହେଲା ସେ ବାର୍ଦ୍ଧକ୍ୟ ହେତୁ ପକ୍ଷାଘାତ ରୋଗରେ ପୀଡ଼ିତ ଅଛନ୍ତି। ବହୁ ଦୁଃଖ କଷ୍ଟ ଦେଖୁଥିଲେ ଗ୍ରାମର ଯୁବକ। ଉକ୍ତ ଗ୍ରାମର ଯୁବକମାନେ ଦୁଃଖୀ ଶ୍ୟାମ ବୃଦ୍ଧାଶ୍ରମକୁ ଖବର ଦେଇଥିଲେ। ଏହିଭଳି ଦୁଃଖଦ ଖବର ପାଇଁ ଅସହାୟ ବୃଦ୍ଧା ଅର୍ଜୁନ ବେହେରାଙ୍କୁ ଉଦ୍ଧାର କରିବା ପାଇଁ ତୁରନ୍ତ ସହଯୋଗର ହାତ ବଢ଼ାଇଥିଲା ଦୁଃଖୀ ଶ୍ୟାମ ବୃଦ୍ଧାଶ୍ରମ। ଏହିଭଳି ପଦକ୍ଷେପ ସାଧାରଣରେ ପ୍ରଶଂସା କରାଯାଇଛି।